ବଣି ବକ୍ରେଶ୍ୱରଙ୍କର ଚତୁର୍ଦିଗରେ ବସବାସ କରୁଥିବା ସମସ୍ତ ଭାଇ ଭଉଣୀମାନଙ୍କୁ ମୋର କୋଟି କୋଟି ପ୍ରଣାମ ଜଣାଇବା ପରେ ଗହଣ ଦଳ ଷୋଳମଣ୍ଡଳରୁ ଆସିଥିବା ସମସ୍ତ ଭାଇ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ତଥା ଶୁଭେଚ୍ଛା ଜଣାଉଛି। ମୋ କହିବା ପୂର୍ବରୁ ଗହଣ ଦଳର ସଭାପତି ଆଉ ଗଞ୍ଜାମ ବ୍ରହ୍ମପୁର ମଣ୍ଡଳର ମୁଖ୍ୟ ଉତ୍ସବ ସାହୁ ଆପଣଙ୍କୁ ସବୁ କଥା କହିଲେଣି। ଗହଣ ଦଳର ସଭାପତି କହିଲେ କାଶୀ ରାଜ୍ୟର ପାଣ୍ଡିତ୍ୟ ସମ୍ପର୍କରେ କିଛି କହିବା ପାଇଁ ସର୍ବପ୍ରଥମେ ଆମେ ଜାଣିବା ଦରକାର ଯେ ଆମେ ଯେଉଁ ସ୍ଥାନକୁ ଆସିଛେ ଆର ନାଁ କାହିଁକି ବଣି ବକ୍ରେଶ୍ୱର ବୋଲି। ଆଜକୁ ପ୍ରାୟ ବହୁଦିନ ତଳେ ଆଜି ଆମେ ଯେଉଁ ସ୍ଥାନକୁ ଆସିଛେ ଏଠାରେ ଗୋଟେ ହୁଙ୍କା ଥିଲା, ଗୋଟେ ବରଗଛଟିଏ ଥିଲା। ଗୋଟେ କାଳି ଗାଈ ଆସିକରି ସେ ହୁଙ୍କା ପାଖରେ ଛିଡ଼ା ହୁଏ। ଗୋଟେ ବଣି ଚଢ଼େଇ ସେ କାଳି ଗାଈ ଚେରରୁ କ୍ଷୀର ପ୍ରତିଦିନ ପିଏ। ଏହିପରି କଲା ପରେ ଗାଈ ଯାହାର ତାର ଚିନ୍ତା ପଡ଼ିଲା ଯେ ମୋ ଗାଈ ଜନ୍ମ ଦେଇଛି ଛୁଆ, କ୍ଷୀର ଆର କୁଆଡ଼େ ଯାଉଛି କିଛି ଜାଣିପାରେ ନାହିଁ। ଆଉ ରାତ୍ରରେ ଶୋଇଥିଲା ସମୟରେ ଆଜି ଯାହାକୁ ଆମେ ବଣି ବକ୍ରେଶ୍ୱର ବୋଲି କହୁଛେ ସେଇ ବଣି ବକ୍ରେଶ୍ୱର ତାଙ୍କୁ ସ୍ୱପ୍ନରେ କହିଲେ। ସ୍ୱପ୍ନରେ କହିଲା ପରେ ଏକଥା ଗାଈର ମାଲିକ କାଶୀନଗର ରାଜାଙ୍କୁ କହିଲେ। ଏହିପରି ଭାବରେ ଉଭୟଙ୍କୁ ସ୍ୱପ୍ନ ହେଲା। ପୁଣି କାଶୀନଗର ରାଜାଙ୍କୁ ସ୍ୱପ୍ନ ହେଲା ଏବଂ ଗାଈର ମାଲିକକୁ ସ୍ୱପ୍ନ ଆଗରୁ ହୋଇଛି। ଆଉ ଏଇ ଦୁଇ ଜଣଙ୍କ ଭିତରେ କଥୋପକଥନ ହୋଇ ଏଇ ଯୋଉ ସ୍ଥାନରେ ଗାଈ ଠାରୁ ବଣି କ୍ଷୀର ଖାଉଥିଲା ଏହି ସ୍ଥାନକୁ ସେମାନେ ଆସିଲେ। ଆସିଲା ପରେ ଯେଉଁ ସ୍ଥାନ ସ୍ୱପ୍ନରେ ଦେଖା ଦେଇଥିଲା, ଆସିଲା ପରେ ଆଜିର ମନ୍ଦିର, ଆଜିର ଏ ସ୍ଥାନ ଏ କାଶୀନଗରକୁ ଶୋଭାବର୍ଦ୍ଧନ କରିଛି। ଆନନ୍ଦ କବାର ହରି ହରି ବୋଲ। ଗହଣ ଦଳର ରେଗୁଲାର ପତ୍ରିକା ମଧ୍ୟରେ ଯେଉଁ ଆଜିର କାର୍ଯ୍ୟକ୍ରମ ରହିଛି ଯାହାକୁ କୁହନ୍ତି ଜଗନ୍ନାଥ ମହାପ୍ରଭୁଙ୍କର ମହାମେଳା। ଏ ଯୋଉ ଜଗନ୍ନାଥ ମହାପ୍ରଭୁଙ୍କର ମହାମେଳା ଯାହାକୁ କୁହାଯାଏ ସେ ହେଉଛି ସେ ନୀଳକଣ୍ଡରବାସୀ ଜଗନ୍ନାଥଙ୍କର ମେଳା। ଆଜି ଯେଉଁ ଗହଣ ଦଳ ଏଠାରେ ଆସି ଏ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ମହାମେଳା କରୁଛି, ଏ ଗହଣ ଦଳ ହେଉଛି ଶ୍ରୀ ଜଗନ୍ନାଥଙ୍କର। ଆଉ ଜଗନ୍ନାଥଙ୍କର ଯେଉଁ ଧର୍ମ ସେ ଧାରଣା କରିଛନ୍ତି, ଯାହାର ନାମ ହେଉଛି ସନାତନ ଧର୍ମ, ସେ ସନାତନ ଧର୍ମର ପ୍ରଚାରକ ଭାବେ ଗହଣ ଦଳ ଆଜି କାଶୀନଗରରେ ମିଳିଛି। ଏବଂ ଏହି ବଣି ବକ୍ରେଶ୍ୱରରେ ଶ୍ରୀ ଜଗନ୍ନାଥଙ୍କର ଶରୀରାର୍ଥ ଭେଦ ଜ୍ଞାନ, ଜଗନ୍ନାଥ ମହାପ୍ରଭୁ କଣ, ସେ କେମିତିଆ ଲୋକ, ସେ କେଉଁପରି ପ୍ରକାରରେ ଅଛନ୍ତି ଏବଂ କେଉଁଠି ଅଛନ୍ତି, ଏକଥା ଶାସ୍ତ୍ର ପୁରାଣରେ କିପରି ଲିପିବଦ୍ଧ ହେଇଛି, ଏଇ କଥାକୁ ଅନୁଧ୍ୟାନ କରି ବା ଏଇ କଥାକୁ ଲକ୍ଷ୍ୟ ରଖି ଗହଣ ଦଳ ଶ୍ରୀ ଜଗନ୍ନାଥଙ୍କର ମହାମେଳାକୁ ଏହି ମହାନ ବଣି ବକ୍ରେଶ୍ୱର ପୀଠରେ ତାଙ୍କୁ ଲକ୍ଷ୍ୟ କରି ଏ କଥାକୁ ଏହି ସ୍ଥାନରେ ପକେଇଛି। କାରଣ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯୁଗ ଯୁଗ ଧରି କାଶୀନଗର ସହିତ ତାଙ୍କର ବନ୍ଧୁତ୍ୱ ସମ୍ପର୍କ ଯୁଗେ ଯୁଗେ ରହିଛି ଏବଂ ଆଗକୁ ମଧ୍ୟ ରହିବ। ପୂର୍ବରୁ ଥିଲା, ଏବେ ମଧ୍ୟ ଅଛି। ଏହାର ନିର୍ଦ୍ଦେଶନା ଆମେ ଦେଖିବାକୁ ମିଳେ ପୁରୀ ଶ୍ରୀକ୍ଷେତ୍ର ମନ୍ଦିର ଭିତରେ। ତେଣୁ ସେ କଥା ଛାଡ଼ନ୍ତୁ। ଇଏ ଜଗନ୍ନାଥ ମହାମେଳା କଣ, ଯୋଉ
आपण मानकु कहिली श्री जगन्नाथ सर्वव्यापक सर्वभट्टरे परिपूरक सर्वस्थान विद्यमान से जगन्नाथ एक घट मध्य जीव रूप शरीर मध्य बसवास कर आनंद एक बार हरि हरि यही शरीर भेद तत्व को जगन्नाथ कथा को गहन दल लोकलोचन को आने कथा को गुण को कीर्तन करने माध्यम प्रचार करने आज यही महान पीठ बणी बक्रेश्वर निकट में मिली किछि दिन तले यही बणी बक्रेश्वर जे पूजक थिले से समय अवस्था आपण मैंने कहले न सरे आज आम जो स्थान बसे ये महान जंगल कहले अत्युक्ति हेब ना यही जंगल भितर जो पूजक जनक पूजा करुले से गोटे ढाल रखी जो ढाल अनेक दूर पानी आनी बक्रेश्वर लिंगरे ढाल एवं ढालटी थोड़ी निज घर को से निजे चली जाता दिनकर कथा से आज एठारे मिलला देखिले से ढालटी ना ढालटी बहुत खोजा लोड़ा कले आउ मिलला ना बणी बक्रेश्वर को सी जणाइले कहले हे महाप्रभु तुम ढाल मोर बुझा कौन थिला तुमरी देहरे पानी आनिक मुझे दौली एवं आपण से पानी की ग्रहण करुले एवं तो ढाल टी किए नहीं गला आपको पानी देवी किपर आपण कथा आप बुझंतु कहीकि तार पूजक ता निज घर को चलीगला कारण पानी बहुत दूर हाथ में पानी आंदोला कर आनी हेब ना से ढालटी चोरी गला पुणी परदिन कौन कला आउ गोटे ढाल आनिक से रखिले मन राति बुझा नहीं राति निद जाने मो ठाकुर आज उपास रहिले पानी टिके पाइले नहीं ता परदिन आउ गोटे ढाल आनी रखिले ढाल टी आनिक से मंदिर भितर बेड़ा भी रखिले से चोर मन लगे से चोर कौन कला पुणी से ढाल को नेबाक आसला ढालटा नेला समय ठाकुर आविर्भाव हेले ठाकुर आविर्भाव हो खूब जोर ताकू गोटे माड़ मारे जो मारे से धरा पड़गला ये ठाकुर महिमा अशेष अच्छी ये बक्रेश्वर लिंगर सबू कथा तो कहीहबनी यार मूल पीठ हूँ जहाँ को आज आपण मैंने कहते विश्वनाथ मुंडिया बोलिकी ये राज्यर सबुठ सर्वश्रेष्ठ ठाकुर होती विश्वनाथ मुंडिया एवं राजा जहाँ सभापति कहते आसंता काली दयणा यात्रा हम राधाकांत बोलिक जड़े ठाकुर अच्छा से जो ये दयणा यात्रा प्रसिद्ध लाभ करती भारत वर्ष दयणा यात्राटी जहाँ हुए आपण मैंने अंचलवासी देखते मुझे आसी देखी आउ ये जो विश्वनाथ मुंडिया बोली जहाँ को आपण मैंने कहते विश्वनाथ मुंडिया हूँ जार नाम हूँ काशी विश्वनाथ बोलिक कहुए एक महापुरुष अनेक शास्त्र वर्णना कर जो काशी विश्वनाथ ये जुग जुग धरिक रही बणी बक्रेश्वर होती 300 वर्षर कथा जो बणी बक्रेश्वर लिंग बोलिक आपण मैंने कहते ये 300 वर्षर कथा ये माटी तले थिले आविर्भाव होगा 300 वर्ष तलर कथा जो बणी बक्रेश्वर को लक्ष्य रखी दयणा
ଯାତ୍ରାଟି ଆରମ୍ଭ ହୁଏ। ଏ ଯୋଉ ଦୟଣା ଯାତ୍ରାଟି ଆରମ୍ଭ କରାଯାଏ ଏ ବଣି ବକ୍ରେଶ୍ୱର ଲିଙ୍ଗକୁ ନେଇକରି, ଏବଂ ଏ ବଣି ବକ୍ରେଶ୍ୱର ସେ ଯୋଉ ରାଧାକାନ୍ତ ଠାକୁର ଅଛନ୍ତି ଯୋଉଠି, ସେ ସ୍ଥାନକୁ ଗୋଟେ ଦିନ ଯାଆନ୍ତି। ସେ ଭୋଗ ଖାଇବାକୁ ହଉ କି କୋଉ କାରଣରୁ ହୁଏ ମୁଁ ଏତେ କଥା ଭଲ ଭାବରେ ଜାଣିପାରିନି, କିନ୍ତୁ ସେ ଯାଆନ୍ତି ବୋଲିକରି ମୁଁ ଲୋକମାନଙ୍କ ପାଖରୁ ଶୁଣିଛି। ସେଠାରେ ଏ ଠାକୁର ଯାଇକରି ପହଞ୍ଚନ୍ତି ଏବଂ ଏଇଭଳି ଭାବରେ ସେ ଠାକୁର ସେଠି ଭୋଗ ଖାଇ ପୁଣି ତାଙ୍କ ନିଜ ସ୍ଥାନକୁ ଫେରି ଆସନ୍ତି। ସେ ଅନେକରୁ ଅନେକ କଥା, ସେ ରାଜା ଆଉ ନାହାନ୍ତି, ତାଙ୍କ ଘର ଦ୍ୱାର ସମ୍ପର୍କରେ ଯାହା କିଛି ମହାପୁରୁଷ 13 ଜନ୍ମ ଶରଣରେ ଲେଖିଛନ୍ତି, ସେ ଘର ଦ୍ୱାର ଭାଙ୍ଗିଯିବ ବୋଲିକରି ଲେଖା ଅଛି। ଏବଂ ଦିନକୁ ଦିନ ଜୟଦେବଙ୍କ କଥାରେ, ଜୟଦେବଙ୍କ ବାଣୀରେ, ଜୟଦେବଙ୍କର ମତରେ ବା ତାଙ୍କ ଶାସ୍ତ୍ରରେ ଏ କଥା ଲେଖା ଅଛି, ସେ ଘର ଭାଙ୍ଗିଯିବ। ଏବଂ ଅଚ୍ୟୁତାନନ୍ଦ ମହାପୁରୁଷ ଗୋଟେ ସ୍ଥାନରେ ଲେଖିଛନ୍ତି, 13 ଜନ୍ମ ଶରଣ ଆପଣମାନେ ଯଦି ଖେଳିଦେବେ, କାଶୀନଗର ରାଜାଙ୍କର କଥା ସେ ସମ୍ପର୍କରେ ଲେଖା ଅଛି। ଘୋରଡ଼ିଆ ଗାଁରେ ତାଙ୍କ ଘର ଥିବ, ସେ ଭାଙ୍ଗିଯିବ। ଏ ଶରୀର ଭିତରେ ଏ ଯୋଉ 50 ଖଣ୍ଡ ପବନ ପାଦ ପାଖରୁ ମସ୍ତକ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଶରୀରକୁ ଘେରି ରହିଛି, ସେଇ 50 ଖଣ୍ଡ ପବନ ଭିତରୁ ପବନ ଭିତରୁ 34 ଅକ୍ଷରକୁ ଘେନି ଏ ଶରୀର ଭିତରେ ମହାମନ୍ତ୍ର ମହାନାମ ଉଠୁଛି। ମନ ଏବଂ ଶରୀରକୁ ନେଇ ପବନକୁ ଧାରଣ କରି ସ୍ୱର ମାଧ୍ୟମରେ ଅକ୍ଷର ସଂଯୁକ୍ତ ହୋଇ ଏହିପରି କେତେଗୁଡ଼ିଏ ଅକ୍ଷର ନାସାର ଶବ୍ଦ ଭେଦରେ ବାହାରି ଆସୁଛି। ଏହି ଶରୀର ଭିତରେ ଯେଉଁ ପବନ ଯାତାୟାତ କରୁଛି ନାସାର 2 ଗୁଡ଼ାରେ, ଏହି ପବନ ସହିତ ଶ୍ରୀ ଜଗନ୍ନାଥ ବନ୍ଧା ହୋଇ ରହିଛନ୍ତି। ଏ ନାସାର 2 ଗୁଡ଼ାରେ ଯେଉଁ ଶ୍ୱାସ ପ୍ରଶ୍ୱାସ କ୍ରିୟା ଚାଲିଛି ବା ପବନ ଯିବା ଆସିବା କରୁଛି, ସେଇ ପବନ ମଧ୍ୟରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବନ୍ଧା ହୋଇ ରହିଛନ୍ତି। ଏ ଶରୀର ଭିତରୁ ପବନ ଯେଉଁଦିନ ଚାଲିଯିବ, ସେଦିନ ଆମେ ମୃଗାର ବୋଲି ଘୋଷଣା ହେବ। ଏ ନାସାର 2 ଗୁଡ଼ାରେ ଯେଉଁ ପବନ ଯାଉଛି, ଗୋଟିଏ ପବନ ଅ କହିକିରି ଆସୁଛି, ଅନ୍ୟ ପବନଟି ହ କହିକିରି ଯାଉଛି। ଅ ଆଉ ହ ଭଲ ଭାବରେ ମନେ ରଖିଥା। ଓମ୍ ଶବ୍ଦ କହି ଆସୁଅଛି ବାଣୀ, ହ ଶବ୍ଦ ସଙ୍ଗେ ମିଳା, ଅ ଆଉ ହ ଅକ୍ଷର ଦେଇକରି ଏ କଥା ଉପୁଜୁଛି। ଏବଂ ପଞ୍ଚସ୍ୱର ଭିତରେ ଏଇ ଅକ୍ଷର ଗୁଡ଼ିକ ପବନ ବୁଲିବାରୁ, ଶବ୍ଦ ଭେଦ ହେବାରୁ ସ୍ୱର ମାଧ୍ୟମରେ ମାତ୍ରାକୁ ଘେନି ଅକ୍ଷର ସୃଷ୍ଟି ହେଉଛି। ଏବଂ ସେ ଅକ୍ଷର ନାସାର 2 ଫୁଟରେ ନାଭି ଚକ୍ର ପାଖରୁ ଲଲାଟ ଚକ୍ର ଦେଇ ନାସା କୁଡ଼ା ଦେଇକରି ବାହାରି ଆସୁଛି। ପବନ ଯାଉଛି ଏବଂ ପବନ ଆସୁଛି, ଅକ୍ଷର ଆସୁଛି ଏବଂ ଅକ୍ଷର ଯାଉଛି। ଏହିପରି ଭାବରେ ଏକ ଅକ୍ଷରରୁ 16 ନାମ 32 ଅକ୍ଷର ସୃଷ୍ଟି ହୋଇଛି। ଗୋଟିଏ ଅକ୍ଷର ଦେହରୁ 16ଟି ନାମ 32ଟି ଅକ୍ଷର ସୃଷ୍ଟି ହୋଇଛି। ଏବଂ ଏ 32 ଅକ୍ଷର ଉପର 2 ଅକ୍ଷରକୁ ମିଶାଇ ଦେଲେ 34 ଅକ୍ଷର ହବ। ଏକଥା ମୁଁ ଅନେକ ସ୍ଥାନରେ ଅନେକ ମେଳାରେ କହିଛି। ଏହି ଅକ୍ଷର ଭେଦ ଭିତରେ ଯେଉଁ ନାମ
जो अक्षर जाऊँगी एवं आसुची ये शरीर को धारण कर रही ताकू ही नाम बोली कहुए। ये नाम को किपरि शरीर धारण करती एवं पवन घेनी यातायात करुच्ची ताकू ये मन सूत्र देहरे बांधी रखी हुए। जदि मन स्थिर नहीं ताहले पवन स्थिर हुए ना। जदि मन स्थिर नहीं जार स्थिर मन नहीं से पवन को केवल आयत्त कर पारिबो ना। कारण ये शरीर शेष ठारू पाद पर्यंत ये शरीर संपूर्ण होची जीव। ये जीव भितर जहाँ किसी घटना घटुची प्रतिदिन बा जन्म ठारू मृत्यु पर्यंत ये संपर्क में महापुरुष माने ये अनंत कोटि शास्त्र करिसंती। जिया को जोपरी दिसला ताकू सही परी भाव से लिखिदे गला। आमर उत्सव बाबू कहते यह वेद देहरु उद्धार करा। सभापति भी कहते रूप श्याम जद्रु अथर्व। आउ गोटे वेद कथा सभापति कहते तार नाम हूँ शिशु वेद। ये पांचटी वेद देहरु ये अनंत कोटि शास्त्र है। वाल्मीकि लिखिছি, व्यास लिखिছি, नारायण दास लिखिछन्ति। यही माने मुख्य मुख्य कवि माने लिखिछन्ति। यही कवि माने जहाँ को लिखिछन्ति ताकू लक्ष्य करी से वेद को लक्ष्य करी लिखिछन्ति। वेद वेदांत उपनिषद ये भाव लिखा अछि। या को लक्ष्य रखिकरी ये अनंत कोटि शास्त्र होइछि। ये अनंत कोटि शास्त्र भितर गोटे महापुराण अच्छी जहाँ को कहती महाभागवत महापुराण परमहंस शैतिका बयासिका या लिखा है। वेदरे जहाँ किसी अच्छी ये पांच वेद भितर भितर कौन होना ये भागवत भी संपूर्ण 60 अध्याय लेखा हो। 360 अध्याय मध्य भागवत भितर भक्ति योग ज्ञान योग एवं कर्म योग को ये 3 योग को श्रेष्ठ कराई। अष्टादश योग कथा जदि गीतार लिखा अच्छी मु मानुची। अष्टादश योग भितर ये 3 योग को श्रेष्ठ करा से हूँ भक्ति योग ज्ञान योग एवं कर्म योग। यही 3टी योग को भागवत कहतु बा गीता कहतु जिते शास्त्र पुराण लेखा आज पर्यंत रही समस्ते यही 3 योग को श्रेष्ठ भाव लक्ष्य रखी कर। यही 3टी योग जो आमर उत्सव भाई कहते यही 3 योग को लक्ष्य कले ताहा भितर सर्वश्रेष्ठ योग हूँ भक्ति योग। ये 3 योग मध्य सबुठारु भल योगटे हूँ भक्ति योग। भक्ति किपरि आसिबो ना ज्ञानर योग थिले बा ज्ञान मार्ग विषय किसी ठाकुर रास्ता जानी थिले ता उपरे भाव आसिबो कि भक्ति आसिबो। तेणु ज्ञान योग संपर्क में गुरु मतवाद दे था। जो ज्ञान योग बोलिक मुझे कहूँ जो ज्ञानर योग ताहा सदगुरु जी से शरीर तत्व उपरे बा ये शरीर संपर्क गोड़ ठारू केश पर्यंत उत्तम शिष्य देखी यही भाव को प्रकाश करि ये हूँ ज्ञानर योग। ये हूँ षड़चक्र, ये हूँ 25 गोटी प्रकृति, ये हूँ 5टी मन। यहीपरि भाव या कर्म से लगा जाए, यहीपरि भाव या करा जाए। पवन को यही धारण करा जाए, आत्मा को यही देखा जाए। लक्ष्य कले यही दृश्य हुए। यही कथा सद्गुरु होते शिष्य से उत्तम शिष्य को यही विषय यही संपर्क में कही था। ये विषय शिष्य जानीगले ता मन भितर धारणा आसे और भाव सृष्टि हुए। भावर
ଭକ୍ତି ସୃଷ୍ଟି ହୁଏ ଏବଂ ଭକ୍ତି ହେଲେ ଏ ଜୀବ ପରିତ୍ରାଣ ଲାଭ କରିଥାଏ। ଯଦି ଭକ୍ତି ନଥାଏ ତାହେଲେ କେବେ ହେଲେ ଜୀବ ପରିତ୍ରାଣ ହେଇପାରେ ନା। ଆଉ ଯେତେ ଯୋଗ ଅଛି ଆପଣ ମାନେ ଲକ୍ଷ୍ୟ କରି ଦେଖନ୍ତୁ, ସେ ଯୋଗରେ କେବେ ହେଲେ ଯାଇ ହବ ନାହିଁ। ସେ ସ୍ଥାନରେ ମିଳିବା ପାଇଁ, ସେଠି ଦର୍ଶନ କରିବା ପାଇଁ, ସେ ସ୍ଥାନରେ ଆମେ ମାନେ ପହଞ୍ଚିବା ପାଇଁ ଏକମାତ୍ର ଭକ୍ତିର କାରଣ ରହିଛି। ସେ ଭକ୍ତି କିପରି ଥିବା ଦରକାର ନା ନିଷ୍କାମ ଭକ୍ତି। ସେଠି କୌଣସି କଳ୍ପନା ନାହିଁ। ଯଦି ମନ ଭିତରେ ନିଷ୍କାମ ଭକ୍ତି ନ ଆସେ, ତା ଏ ଯୋଉ ଦୁଇ ନୟନ ମୋର ରହିଛି ଆକୁ ଲକ୍ଷ୍ୟ କଲେ ମିଳେ ନା। ସେଇଭଳି ଭକ୍ତି କଲେ ଏ ସାକ୍ଷ୍ୟ ଲକ୍ଷ୍ୟ ପ୍ରତ୍ୟକ୍ଷରେ ନିଷ୍କାମ ଭକ୍ତି ଯୋଗରେ ଅଭୟ ମଣ୍ଡଳ ଉପରେ, ତାକୁ କହନ୍ତି ଅଭୟ ମଣ୍ଡଳ। ଏ ଗହଣ ଦଳ କରିଛି 16 ମଣ୍ଡଳ, ସାରଳା ମଣ୍ଡଳ, ବିରଜା ମଣ୍ଡଳ, କାଶୀକ୍ଷେତ୍ର ମଣ୍ଡଳ ଏମିତି କରିଛି। କିନ୍ତୁ ପୁଣି ଏବେ ମୁଁ ଆପଣମାନଙ୍କୁ ଗୋଟେ ଅଭୟ ମଣ୍ଡଳ ଅଛି, ଯୋଉ ଅଭୟ ମଣ୍ଡଳରେ ସେ ବାସ କରନ୍ତି, ସେଇ ଅଭୟ ମଣ୍ଡଳରେ ଯାଇକରି ମିଳି ହେବ। ମିଳି ହେଲେ ଏ ମନ ଏବଂ ହେତୁ ଏବଂ ଆତ୍ମା ଇଏ ମିଳିତ ହେଲେ ସେତେବେଳେ ଯାହା ଏ ଶରୀର ଭିତରୁ ଦୃଶ୍ୟମାନ ହୁଏ ସେଇ ହଉଛି ଆମର ପ୍ରଭୁ। ଯାହା ସାକ୍ଷ୍ୟ ଲକ୍ଷ୍ୟ ପ୍ରତ୍ୟକ୍ଷରେ ଆଖିରେ ଦେଖିବାକୁ ମିଳେ, ସେଠି ପଇସା ପତ୍ର କୌଣସିର କିଛି ଲୋଡ଼ା ନଥାଏ। ସେଠି ଅମୂଲ୍ୟ ପଦାର୍ଥ ହେଉଛି ମୋର ମନ। ସେ ମନ ପୁଣି 5 ବାହାରିବ ତ ଅମନ, ସୁମନ, କୁମନ, ବିମନ ମନ। ଏଇ ଧୀରେ 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 ଏଇ 5 ମନକୁ ନେଇ ଅମନ ମନ୍ଦିରରେ କର ଗମନ, ଆକୁ ଭୀମ ଭୋଇ ଲେଖିଛି। ଅମନ ମନ୍ଦିରକୁ କର ଗମନ, ତାକୁ ଭୀମ ଭୋଇ ଲେଖିଛି। ସେ ଅମନ ମନ୍ଦିର ଯେତେବେଳେ ମନ ଭିତରେ ଧାରଣା ଆସିବ, ପ୍ରଭୁ ଆପେ ଆପେ ଆସିକରି ମୋ ଦୃଷ୍ଟି ପଥରେ ଦ୍ୱିଜୁହାର ଉପରେ ଅର୍ଥାତ ନାସା ଅଗ୍ରରେ ସେ ଧୀରେ 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 ଦୃଶ୍ୟମାନ ହେବେ। ସେ ସହଜରେ ଦୃଶ୍ୟମାନ ହୁଅନ୍ତି ନାହିଁ। କାହିଁକି ନା ସେ ଧୀରେ ଧୀରେ ଆସୁଥାନ୍ତି ଏବଂ ଚାଲି ଯାଆନ୍ତି, ଆସନ୍ତି ଲିଭି ଯାଆନ୍ତି, ପୁଣି ଆସନ୍ତି ପୁଣି ଲିଭି ଯାଆନ୍ତି। ବାଡ଼ ପଡ଼ିଯାଏ, ଅବାଡ଼ ପଡ଼ିଯାଏ, ଛାୟା ଦୃଷ୍ଟି ହୁଏ, କେତେ ପ୍ରକାର କଥା ଘଟେ ଦୃଶ୍ୟମାନ ଭିତରେ। ଏ ଦର୍ଶନ ମାର୍ଗ କଥା ମୁଁ ଆପଣମାନଙ୍କୁ କହୁଛି। କେତେ ପ୍ରକାର ଜିନିଷ ଏ ଦୃଷ୍ଟି ଅଗ୍ରକୁ ଆସିବ। କାରଣ ମନ ସ୍ଥିର ନ ହୋଇଥିଲେ ସେ ଖସି ଆସନ୍ତି, ମନ ସ୍ଥିର ନହେଲେ ସେ କେବେ ଦୃଶ୍ୟ ହୁଅନ୍ତି ନାହିଁ। ଧୀରେ 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 ଏଇ ଶରୀରରେ ପ୍ରଭୁଙ୍କୁ ଆଶ୍ରୟ କରି ବା ପ୍ରଭୁଙ୍କୁ ପାଥେୟ କରି ଶରଣାପନ୍ନ ଭାବରେ, ଏ ସ୍ନେହ ଶ୍ରଦ୍ଧାରେ ଏବଂ ଭାବରେ ତାଙ୍କୁ ଆୟତ କରି ହୁଏ। ଏହିପରି ଧୀରେ 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 ଆୟତ କରୁ କରୁ ଭଲ ଭାବରେ ଆୟତ କରି ହୁଏ। ହଠାତ୍ ହେଇଯାଏ ନାହିଁ। ଏଇଭଳି କେତେ ଜନ୍ମ ଚାଲିଗଲେ ବି ତାଙ୍କୁ ଆୟତ କରିବା ସମ୍ଭବପର ନୁହେଁ। କେତେ ଯୋଗୀ ଋଷି ମାନେ ଅଖିଆ ଅପିଆ ନିଆଁ ଜାଳିକିରି କଷ୍ଟ କରିକିରି ପାହାଡ଼ ପର୍ବତ ଗୁମ୍ଫା ମାନଙ୍କରେ ବସିଛନ୍ତି। ଆପଣମାନେ ଆଜି ଯେଉଁ ସ୍ଥାନକୁ ଆସିଛନ୍ତି ଦେଖିଲେ କେତେ ପାହାଡ଼ ଉପରେ କାଶୀ ବିଶ୍ୱନାଥ ବସିଛନ୍ତି। କି ଦୁଃଖରେ ଲକ୍ଷ୍ୟ ରଖିଛନ୍ତି ପତିତ ପାବନ ବାନାକୁ। ସେ ପତିତ ପାବନ ବାନାକୁ ନ ଦେଖିଲେ ଥାଆନ୍ତି ନାହିଁ। ସେ କୋଉ ଭଳିଆ ଭକ୍ତ, କୋଉ ଭାବରେ ରହିଛନ୍ତି ତାଙ୍କୁ କଣ କହିପାରିବା ଆମେ। ମୁଁ ଥରେ ଲିଙ୍ଗରାଜ ମନ୍ଦିରରେ ବସିଥାଏ, ଗହଣ ଦଳର ମଧୁପ୍ରଟ ଅଦାଲତ ବସିଥାଏ। ଆପଣଙ୍କର ସେଇ ଲିଙ୍ଗରାଜ ମନ୍ଦିରର ପାଖର ଜଣେ ସେବକ ସେ କହୁଥିଲେ, କହିଲେ ଲିଙ୍ଗରାଜ ଏଠାକୁ ଏକ ଗୌରୁଣୀ ବେଶରେ ଆସିଥିଲେ ଏବଂ ସେ କୋଉ ସ୍ଥାନରୁ ଆସିଥିଲେ ବୋଲି ସେ କହିଲେ। ସେଠି ସେ ଯୋଉ ଲିଙ୍ଗରାଜ ଯେଉଁ ସ୍ଥାପନା ହେଇଛି ସେଠି ସେ
ଏଇ ଅଞ୍ଚଳରୁ ଯାଇଥିଲେ ଏବଂ ଗୋଟେ ବେଶ ଧରିଥିଲେ ଗୌଡ଼ୁଣୀ ବେଶ। ତାଙ୍କର ରୂପ ଛାୟା ବର୍ଣ୍ଣ ଆମେ ମାନେ ଭେଦ କରିବା ଏତେ ସହଜ ସୁଖ ନୁହେଁ, ସହଜ ନୁହେଁ। ତେଣୁ ସେହିପରି ଭାବରେ ପ୍ରଭୁଙ୍କୁ ଆୟତ୍ତ କରିବା ପାଇଁ, ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଏଇ ମନ ଭିତରେ ଲକ୍ଷ୍ୟ ରଖି ଆୟତ୍ତ କରିବାକୁ ଲାଗ ବା ଧୀରେ ଧୀରେ ତାଙ୍କୁ ଗ୍ରହଣ କରିବା ପାଇଁ ଲାଗ, ତାଙ୍କ ପାଖରେ ଶରଣାପନ୍ନ ହୁଅ ଏବଂ ମନକୁ ନେଇକରି ତାଙ୍କ ସହିତ ମିଳେଇ ଦିଅ। ମିଳେଇ ଦେଲେ ସେ ତ ଦର୍ଶନ କେତେବେଳେ ଯଦି ତାଙ୍କ କୃପା ହେଲା କି ତାଙ୍କ ଦୟା ହେଲା, ତାହେଲେ ତମକୁ ଏଇ ଦୃଷ୍ଟି ଗୋଚରରେ ଦୃଶ୍ୟମାନ ହବ। ଦୃଶ୍ୟମାନ ହେଲେ ଏ ଶରୀର ପରିତ୍ରାଣ ଲାଭ କରିବ, ଆନନ୍ଦ କବାର। ସେହିପରି ଭାବରେ ଗହଣ ଦଳ ଆଜକୁ 34 ବର୍ଷ ଧରି ଓଡ଼ିଶା ଏବଂ ଓଡ଼ିଶା ବାହାରେ ଶରୀର ଆତ୍ମବୋଧକ ଜ୍ଞାନ ବା ବ୍ରହ୍ମସୂତ୍ର ଭେଦ ଜ୍ଞାନ ଏହି ଗହଣ ଦଳର ଆସରରେ ଦେଖିବାକୁ ମିଳିଥାଏ। ଏହାର କାରଣ ଏ ଗହଣ ଦଳ ଆପଣଙ୍କର ନୁହେଁ ନା ମୋର ବି ନୁହେଁ। ଏ ଗହଣ ଦଳ ଯୁଗେ ଯୁଗେ ଅଛି। ସତ୍ୟ ଯୁଗରେ ଅଛି, ତ୍ରେତୟା ଯୁଗରେ ଅଛି, ଦ୍ୱାପର ଯୁଗରେ ଅଛି ଏବଂ କଳି ଯୁଗରେ ବର୍ତ୍ତମାନ ବି ଦେଖିବାକୁ ମିଳୁଛି। ଗହଣ ବୋଲି 3ଟା ଅକ୍ଷର ବର୍ତ୍ତମାନ ସମସ୍ତଙ୍କ ମୁହଁରେ ଧୀରେ 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 ଶୋଭା ପାଉଛି। ଏଇ ଗହଣ ଦଳରେ ବ୍ରହ୍ମସୂତ୍ର ଭେଦ ଜ୍ଞାନ ତତ୍ତ୍ୱ ଯାହାକୁ ଆଶ୍ରୟ କଲେ କି ଯାହାକୁ ପାଥେୟ କଲେ, ଯାହାକୁ ଲକ୍ଷ୍ୟ ରଖିଲେ ବା ଯାହାକୁ ଏ କର୍ଣ୍ଣରେ ଶୁଣିଲେ, ଏ ଜୀବ ଗତି ପାଇଥାଏ ବା ରାସ୍ତା ତାକୁ ମିଳିଥାଏ। ସେହି ସମ୍ପର୍କରେ ଜ୍ଞାନର ମାର୍ଗ ବା କର୍ମର ସୂତ୍ର, ମନର ଭାବ କିପରି ଭାବରେ ସଂଯୁକ୍ତ ହୁଏ, ଏହି ଗହଣ ଦଳ 34 ବର୍ଷ ମଧ୍ୟରେ ଘରେ ଘରେ ପୁରେ ପୁରେ, ଅର୍ଥାତ୍ ତାଙ୍କ ଭକ୍ତଙ୍କ ଘରେ ଘରେ, କାହା ଭକ୍ତଙ୍କ ଘରେ? ଜଗନ୍ନାଥ ମହାପ୍ରଭୁଙ୍କର ଭକ୍ତଙ୍କ ଘରେ ଘରେ ଏ ଗହଣ ଦଳ ଲୀଳାରେ ପରିପ୍ରକାଶ ହୋଇଥାଏ। ଏହା ମାତ୍ର 34 ବର୍ଷ ଭିତର କଥା। ଏହା ପୂର୍ବରୁ ସତ୍ୟ ଯୁଗରୁ ଆଜି ପର୍ଯ୍ୟନ୍ତ ଗୁରୁ ଶିଷ୍ୟ ଭେଦ ଜ୍ଞାନ ଭିତରେ ଥାଏ। ସେଇଭଳି ଉତ୍ତମ ଶିଷ୍ୟ ଦେଖିଲେ ଗୁରୁ ଅଳ୍ପ ଅଳ୍ପ କିଛି କହିଥାଏ। ସେଇ ଅଳ୍ପ ଅଳ୍ପ ମାଧ୍ୟମରେ ଶିଷ୍ୟ କଣ କରେ ନା ତାକୁ ପୂର୍ଣ୍ଣାଙ୍ଗ ପ୍ରାପ୍ତ କରିବା ପାଇଁ ଚେଷ୍ଟା କରିଥାଏ। କିଭଳି ନା ତା ମନ ଭିତରେ ବିଭିନ୍ନ କଥା ଉଙ୍କି ମାରିକି ତାକୁ ପରିପୂର୍ଣ୍ଣ କରିଥାଏ। କିନ୍ତୁ ଆଜି ଗହଣ ଦଳ ଆସରରେ ବସି ଯେଉଁ ବ୍ରହ୍ମ ତତ୍ତ୍ୱ ଜ୍ଞାନକୁ ଆପଣମାନେ ଶୁଣୁଛନ୍ତି, ଖାଲି ଶୁଣିବା କଥା ହଉଛି, କରିବା କଥା ମୁଁ ଚିନ୍ତା କରୁନାହିଁ। କାହିଁକି ନା ଦିନେ ଶିବ ପାର୍ବତୀଙ୍କୁ ଏଇ ବ୍ରହ୍ମ ଜ୍ଞାନ ସୂତ୍ର ଭେଦ କଥା କହୁଥିଲେ। କୋରଡ଼ରେ ଥିବା ଗୋଟେ କାଞ୍ଜିଆ ଅଣ୍ଡା ବା ଗୋଟେ ଶୁକ ପକ୍ଷୀ ମରିକିରି ରହିଥିଲା। ଏ ବ୍ରହ୍ମ ଜ୍ଞାନ ସୂତ୍ର ଶୁଣିକିରି ମୃତ୍ୟୁଜୟ ମନ୍ତ୍ରରେ ସେ ଜୀବନ୍ୟାସ ହେଇଗଲା ବା ଜୀବନ ଧାରଣ କଲା ଏବଂ ତାକୁ ଶୁକ ପକ୍ଷୀ ବୋଲି କୁହାଗଲା। ଏକଥା ଆପଣମାନେ ସମସ୍ତେ ଶୁଣିଛନ୍ତି। ତେଣୁ ସେଇ ଯୋଉ ଆତ୍ମତତ୍ତ୍ୱ ଜ୍ଞାନ ଶିବ ପାର୍ବତୀଙ୍କୁ କହୁଥିଲେ, ସେଇ ଆତ୍ମତତ୍ତ୍ୱ ଜ୍ଞାନକୁ ଗହଣ ଦଳ ବ୍ୟତୀତ ଏ ପୃଥିବୀରେ ଆଉ କୌଣସି ଦଳ ନାହିଁ ମୋ ଲକ୍ଷ୍ୟ ଭିତରେ ଅଛି। ଏକଥା କେହି କାହାରିକୁ କହେ ନାହିଁ ସଭା ମଞ୍ଚ ଉପରେ ବସିକରି।
ଆଉ ଏଇ ସଭାମଞ୍ଚ ଉପରେ ବସିକରି କଣ ଦଳ ହିଁ ଏକୁଟିଆ ମାତ୍ର କହୁଛି, ଆଉ କୌଣସି ଦଳ ଏବେ ଓଡ଼ିଶାରେ ନାହିଁ। ଆଉ ଯୋଉ ଆମର ସଭାପତି ମହାଶୟ କହିଲେ ନା କି ଗୋଟେ କହୁଥିଲେ, ନିନେଶ ବାବୁ କହୁଥିଲେ, କୋଇଲିର ଉଡ଼ିଯିବୁ ଓଡ଼ିଶା ମଣ୍ଡଳ, ସେଠାରେ ଦେଖିବୁ ଯାଇ 956 ଦଳ। ଆଜି ଆପଣମାନଙ୍କୁ ସଚେତନ କରାଇଦେବାକୁ ମୁଁ ଯାଉଛି ଯେ ଯେତେ ଦଳ ଥାଉନା କାହିଁକି ସେସବୁ ତାଙ୍କର ନିଜର ବ୍ୟକ୍ତିଗତ ଦଳ, ତାଙ୍କ ନିଜସ୍ୱ ଦଳ, ଏବଂ ସେ ନିଜସ୍ୱ ଦଳ ଭିତରେ ଗୁରୁ ଯେତିକି ଜାଣିଥିବ ସେଥିରୁ କିଛି କିଛି ରଖିକିରି ଶିଷ୍ୟକୁ ଦେତ, ନହେଲେ ଶିଷ୍ୟ ତା ମୁଣ୍ଡ ଉପରେ ବସେ। ଏଇ ଓଡ଼ିଶାର ଗଳିକନ୍ଦି ଏବଂ ବାବାଜୀ ମାତାଜୀ ଠାରୁ ଆରମ୍ଭ କରି ଯେତେ ସାଧୁ ସନ୍ଥମାନଙ୍କ ପାଖରେ ମୁଁ ବସୁଥିଲା ସମୟରେ, ଆଜକୁ 26 ବର୍ଷ ତଳେ ଏ ମୋଟର ଷ୍ଟେସନରେ ଓହ୍ଲେଇକିରି ଜଙ୍ଗଲ ଭିତରେ ମୁଁ ଏପଟକୁ ଆସିଥିଲି। କାଶୀ ବିଶ୍ୱନାଥ ଠାକୁର କେମିତିଆ ଦେଖିବା ପାଇଁ ମୋଟର ଷ୍ଟେସନରେ ଟ୍ରେନ୍ ଓହ୍ଲେଇକିରି ଜଙ୍ଗଲ ଭିତରେ ପଶିକିରି ଆସିଲି, ଏବଂ ସେଠିକି ଗଲାବେଳକୁ ପ୍ରବଳ ଶୀତ କଲା। ମୁଁ ସେଠୁ ଓହ୍ଲେଇବା ପାଇଁ ବାଟ ପାଇଲି ନାହିଁ। କହିଲି, ପ୍ରଭୁ ମୋତେ ଏତେ ଶୀତ କରେଇଦେଲ। ଏହି ସମ୍ପର୍କରେ ଯେଉଁମାନେ କହୁଛନ୍ତି ସେ ତାଙ୍କର ବ୍ୟକ୍ତିଗତ କଥା, ସେମିତି କୌଣସି ସଂସ୍ଥା ମୁଁ ଓଡ଼ିଶାରେ ଦେଖି ନାହିଁ। ଆଉ ସବୁ ସମ୍ପର୍କରେ, ସବୁ ବିଷୟରେ ଭବିଷ୍ୟତ ଜ୍ଞାତା ପଦ୍ମବନ ନିବାସୀ ଅଚ୍ୟୁତାନନ୍ଦ ମହାପୁରୁଷ କୋଉ ସମୟରେ କଣ ଘଟିବ, କୋଉ ବାବାଜୀ କୋଉ ମାତାଜୀ କୋଉ ଭଳି ସ୍ତରରେ ଗତି କରିବେ, କିଏ କଣ କରିକିରି କୋଉ ଲାଭ ପାଇବ, ସେ କଥା ସେ ଟିକେ ନିକିକରି ତାଙ୍କର ଶାସ୍ତ୍ର ପୁରାଣ ଭିତରେ ଲେଖିଛନ୍ତି। ଏ ସଭାପତି ଗଣ ଦଳର କହୁଥିଲେ, ପତାକା ଧରିବେ, ଜ୍ଞାନୀ ବୁଲାଇବେ, ଯଜ୍ଞ କରି ସ୍ଥାନେ ସ୍ଥାନେ ଅଭ୍ୟାଗତ ନେଇ କୁଟୁମ୍ବ ପୋଷିବେ, ଭେଟ ବହି ମିଛ କଣ ଗୋଟେ ପଦ ଫାଷ୍ଟ ସେ କହୁଥିଲେ। ଏଇଭଳି ପଦ ଯଦି ଖୋଜା ଯାଏ ତାଙ୍କର ସବୁ ମାଳିକାରେ ଅଛି। ତେଣୁ ଶାରୀରିକ ଶରୀରକୁ ଲକ୍ଷ୍ୟ ରଖି, ମନକୁ ସ୍ଥିର ରଖି, ସମ ଆସନରେ ବସି, କୌଣସି ପଇସା ପତ୍ର ଲୋଡ଼ା ନଥାଏ, ତାଙ୍କୁ ଲକ୍ଷ୍ୟ ରଖି ମନକୁ ଧୀରେ 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 ତାଙ୍କୁ ଭାବିଲେ ସେ ଭାବନାରେ ଥାଆନ୍ତି। ଭାବିଲା ମାତ୍ରକେ ସେ ଦୃଶ୍ୟ ହୁଅନ୍ତି। ତାଙ୍କୁ ଭାବନାରେ ଆଗ ଦେଖ, ତାଙ୍କୁ ପ୍ରଥମେ ତାଙ୍କ ମନ ଭିତରେ ତାଙ୍କୁ ଟିକେ ଧାରଣା କରି ତାଙ୍କ ଭିତରକୁ ମନର ଭାବନାକୁ ସଂଯୁକ୍ତ କରାଅ। ସେ ପ୍ରଭୁ ତୁମେ କେମିତିଆ, ମୋ ମୁହଁଟା କଣ ଏମିତିଆ କାଳିଆ, ତମର ଏମିତିଆ ରତ୍ନ ସିଂହାସନ, ଏମିତି ବସିକରି ଭାବୁ 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 ସେ ଭକ୍ତଙ୍କର ଏଇ ବିକଳ ନ ଦେଖିପାରି ସ୍ୱପ୍ନରେ ହଉ ବା ଜାଗ୍ରତରେ ହଉ ବା ସୁସୁପ୍ତିରେ ହଉ, ଶୂନ୍ୟରେ ହଉ, ଯାହାକୁ ଶୂନ୍ୟବାଣୀ ହେଇଥାଏ, ଏଇଭଳି ଭାବରେ ସେ ଦୃଶ୍ୟମାନ ହୁଅନ୍ତି। ଏବଂ ସବୁଠାରୁ ଭଲ ଲକ୍ଷ୍ୟ ରଖିକିରି ତାଙ୍କୁ ଏଇ ନେତ୍ର ପଥରେ ଦର୍ଶନ କରିବା। ମୁଁ ଶୋଇଥିଲି, ମୋତେ ଗୋଟେ ସ୍ୱପ୍ନ ହେଲା। ସ୍ୱପ୍ନ ଅନେକ ପ୍ରକାର ହୁଏ, କିନ୍ତୁ କୋଉ ସ୍ୱପ୍ନଟା ଠିକ କୋଉ ସ୍ୱପ୍ନଟା ଭୁଲ, ଯିଏ ସ୍ୱପ୍ନ ଦେଖିଥିବା ଲୋକ ସେ ତାକୁ ନିଜେ ଜାଣିପାରିବ। ଅନେକ ପ୍ରକାର ମିଛ ସ୍ୱପ୍ନ ବି ହେଇଯାଏ, କାର୍ଯ୍ୟକାରୀ ଦେଖିବାକୁ ମିଳେ ନାହିଁ। କିନ୍ତୁ ଯାହାକୁ ସ୍ୱପ୍ନଟା ହୁଏ, ପୁରୀ ଗଜପତିଙ୍କ ସ୍ୱପ୍ନ ହେଲା, ବଳିଆ ଦାସ ସେଟା ରଥ ରଖିଥିଲା, ତାକୁ ଆସି ଉଠେଇ ନେଲେ ଠାକୁରେ। ସେ କେମିତି ଜାଣିଲେ ଯେ ଗୋଟେ ବଳିଆ ଦାସ ବୋଲିକିରି କୋଉ ଲୋକ ପୁରୀ ରଥକୁ ରୋକି ଦେଇଛି। ତେଣୁ କୋଉ ଭଳି ସ୍ୱପ୍ନ ହେଲେ କଣ କଣ ଠିକ ବୋଲିକିରି ଆମେ ଜାଣିବା, ଯାହାକୁ ସେ ସ୍ୱପ୍ନ ହେଇଥାଏ ସେ ଜାଣିବ। ଜାଗ୍ରତରେ ଜାଣିବା କଥା, ମୋ ମନ ଭିତରେ ଯାହା ଉଙ୍କି ମାରିଲା ବା ଜଣେଇଲା ତାହା ଏଠି ଦୃଶ୍ୟମାନ ହେଲା, ତାକୁ କହନ୍ତି ଜାଗ୍ରତ ବାଣୀ। ସେ ପ୍ରଭୁ କୃପା, ଧ୍ରୁବର ବାସନା, ଗୁରୁଙ୍କର ଦୟା ଏସବୁ ସ୍ତରରେ ମିଳିଥାଏ। ତେଣୁ ଏ ଆସରରେ ବସି ଏଇ ବ୍ରହ୍ମ, ବ୍ରହ୍ମ, ଜ୍ଞାନ, ଆତ୍ମସୂତ୍ର ଭେଦ କଥା କାନରେ ଶୁଣିଲେ, 956 ଦଳ, 956 ଟି ଦଳ, 956 ଟି ଜ୍ଞାନ, 956 ଟି ଆତ୍ମା, 956 ଟି ଜ୍ଞାନ, 956 ଟି ଆତ୍ମା, 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 956
ଏ ଜୀବ ମୁକତି ଲଭିବା ସଙ୍ଗେ ସଙ୍ଗେ ଜଗତ ମଙ୍ଗଳ ହୁଏ ଆନନ୍ଦ ଏକ ମିଛ ମାୟାରେ ନ ପଡି ସତ କଣ ଜିନିଷ ତାକୁ ଭଲ ଭାବରେ ଉପଲବ୍ଧି କରି ସଭାପତି ମହାଶୟ ବୋଲୁଥିଲେ ପାଞ୍ଚ ମନ ଏକ କର ସତ କଣ ମିଛ କଣ ହାନି କଣ ଲାଭ କଣ ଦୁଃଖ କଣ ସୁଖ କଣ ଜୀବ କଣ ପରମ କଣ ଏସବୁ ସମ୍ପର୍କରେ ଦୁଇ ଦୁଇଟା ଏମିତି ଅଛି କହିଲାକୁ ବହୁତ ସମୟ ଲାଗିବ ଏଇ ଜିନିଷକୁ ମନ ଭିତରେ ରଖି ସତ ବୋଲି ଯୋଉ ଜିନିଷକୁ ଲକ୍ଷ୍ୟ ରଖି ସେ ଜିନିଷକୁ ଭଲ ଭାବରେ ଚିହ୍ନଟ କରି ନିଜ କଥା ନିଜେ ଦେଖ ଯଦି ନିଜ କଥା ନିଜେ ନ ଦେଖି ମାୟାରେ ବାୟା ହେଲୁ ଏ ଜୀବନ ଏଇପରି ଭାବରେ ଗଧ ଘୁଷୁରୀ ଭଳିଆ ଖଟି ହଗିବା ମୁତିବା ଥୋଡ଼ାଏ ଗଧ ଘୁଷୁରୀ ଭଳିଆ ଖାଇବା ରାତି ହେଲେ ଶୋଇବା ତାପରେ ମୋର ମୃତ୍ୟୁ ହବ ତମର ବି ମୃତ୍ୟୁ ହବ ଏଇ ଭିତରେ ଏଇ ପ୍ରକୃତି ବା ଏ ଶରୀର ଭିତରେ ଯୋଉ ଷଡ଼ ଐରୀ ଅଛନ୍ତି ଇଏ ସଦାବେଳେ ତମକୁ ଘେରି ଘାଣ୍ଟିକି ରଖିଛନ୍ତି ଅବାଟରେ ନେବା ପାଇଁ ତେଣୁ ମନ ଭଲ ଭାବରେ ଲକ୍ଷ୍ୟ ରଖିକିରି କେଉଁ ଜିନିଷ ସତ୍ କୋଉ ଜିନିଷ ଠିକ କୋଉ ଜିନିଷରେ ଲାଭ ହୁଏ ଆଉ ମୋ ଜୀବନର ଭବିଷ୍ୟତ କଣ ଏ ଜୀବନର ମୋର ଭବିଷ୍ୟତ କଣ ଏହାକୁ ମନ ଭିତରେ ଭାବନା ଚକ୍ର ଭିତରେ ନେଇକରି ଲକ୍ଷ୍ୟ ରଖିଲେ ଧୀରେ ଧୀରେ ଧର୍ମ ଆଡକୁ ଗତି ହୁଏ ବା ଧର୍ମରେ ଧାରଣା ଆସିବା ପାଇଁ ଲକ୍ଷ୍ୟ ରହେ ଏବଂ ଧର୍ମରେ ଧାରଣା ଆସିବା ପାଇଁ ଲକ୍ଷ୍ୟ ହେଲେ ତାଙ୍କର କୃପା ଧୀରେ 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 ତମ ପାଖ ବା ତମ ନିକଟକୁ ଆସିଯାଏ ସେ ନିଜେ ଆସି କହନ୍ତୁ କି ତାଙ୍କର ଯୋଉ ନିକଟରେ ଥିବା ମୁଖ୍ୟ ସାଧୁ ମାନଙ୍କୁ ପଠେଇ ତମକୁ ବାଟରେ ନେଇଯାଆନ୍ତି ଏଇଭଳି ସ୍ତରରେ ଲକ୍ଷ୍ୟ ରଖିକିରି ଗତି କଲେ ମଣିଷ ଜୀବନ ସାର୍ଥକ ହୁଏ ଆନନ୍ଦ କବାର ଏତିକି କହିକିରି ମୁଁ ବିଦାୟ ନେଉଛି ଆସନ୍ତା କାର୍ଯ୍ୟକ୍ରମ ଗୋପ ବୃନ୍ଦାବନ ମଣ୍ଡଳ ଷଷ୍ଠ ମଣ୍ଡଳ ପଞ୍ଚମ ମଣ୍ଡଳ ହେଉଛି କାଶୀ କ୍ଷେତ୍ର ଏକ କ୍ଷେତ୍ର ମଣ୍ଡଳ କାଶୀ କ୍ଷେତ୍ର ମଣ୍ଡଳ ଆକୁ କୁହାଯାଏ ବିରଜା କ୍ଷେତ୍ର ଗୋଟେ କ୍ଷେତ୍ର କାଶୀ କ୍ଷେତ୍ର ଗୋଟେ କ୍ଷେତ୍ର ପୁରୀ କ୍ଷେତ୍ର ତ ଗୋଟେ କ୍ଷେତ୍ର ଆଉ ଏ ତିନି କ୍ଷେତ୍ରକୁ କୁହାଯାଇଛି ତାପରେ ଆଜିର କାର୍ଯ୍ୟକ୍ରମରେ ଆସନ୍ତା କାର୍ଯ୍ୟକ୍ରମ 18 ତାରିଖ ସାରା ରାତ୍ର ଗୋପ ବୃନ୍ଦାବନ ମଣ୍ଡଳ କ୍ଷମା କରିବେ ଆସନ୍ତା 19 ତାରିଖ ସାରା ରାତ୍ର ଗୋପ ବୃନ୍ଦାବନ ମଣ୍ଡଳ ଚିତ୍ରଚୋପଳା ନଦୀ କୂଳ କଟକ ସାଲେପୁର ରାସ୍ତାର ଶିଶୁଆ ନିକଟରୁ ଡାହାଣ ପଟ ରାସ୍ତାରେ ଆସିଲେ କଟୁଗୁରୁ ଗଲେ ଡାହାଣ ପଟ କେନ୍ଦ୍ରାପଡ଼ା ଆଡୁ ଆସିଲେ ବାମ ପଟ ଶିଶୁଆ ବୋଲି ଏକ ସ୍ଥାନରୁ ଆପଣ ଚିତ୍ରକଳା ନଦୀ ପାରି ହୋଇକରି ଡାହାଣ ପଟକୁ ଗତି କଲେ ମୁର୍କୁଣ୍ଡି ଗୁଆଳି ବୋଲିକରି ଗୋଟେ ଗାଁ ପଡେ ତରିତ ପାଖରେ ମୁର୍କୁଣ୍ଡି ଏବଂ ଗୁଆଳି ସେ ମୁର୍କୁଣ୍ଡି ଗୁଆଳି ନିକଟରେ ସାଧୁବର ଦାସଙ୍କର ପୀଠ ସେ ସ୍ଥାନରେ ଏଇ କହଣ ଦଳ ଆନୁକୂଲ୍ୟରେ ବ୍ରହ୍ମ ଏକାକ୍ଷର ମେଳା ମହାସମାରୋହରେ ଅନୁଷ୍ଠିତ ହେବ ସାରା ରାଷ୍ଟ୍ର ଯାହା ପାଖରେ ଯୋଉ ମନ ଅଛି ସେଇ ମନକୁ ନେଇ ସେଠାରେ ଯୋଗ ଦେବା ପାଇଁ ଗହଣ ଦଳ ତରଫରୁ ମୁଁ ଆପଣମାନଙ୍କୁ ହାତ ଯୋଡ଼ି ପ୍ରାର୍ଥନା ଜଣାଉଛି ଏତିକି କହି ବିଦାୟ ନେଉଛି ଯଦି କହିବାରେ କୌଣସି ସ୍ଥାନରେ ଭୁଲ ଫଟକା ଥାଏ ତାହେଲେ ଅଧମକୁ କ୍ଷମା କରିଦେବେ ଏତିକି କହିକିରି ରଖୁଛି।